हेलो फ्रेंड्स, जय जगन्नाथ। हैप्पी डिजिटल को आपण मानक स्वागत। जो मैंने भी जे मेन ओजे रो जो फास्ट फेज आपण एंट्रेंस देथिले, जो छात्र छात्री माने जे मेन बा ओजे रो फॉर्म अप्लाई करथिले, एंट्रेंस दे सारथिले, से माने अपेक्षा करथिले केबे हमर काउंसलिंग हबो। जो माने बीटेक बी आर्क बी प्लान इंटीग्रेटेड एमएससी पाठर नाम लेखा पई घरे कॉलेज बा सरकारी विद्यालय ना लेखा वेट करथिले केबे हमर यार प्रोसेसिंग काउंसलिंग हम आम केबे यार फॉर्म अप्लाई करू। ये सब डिटेल्स मुझे आज आपको ये वीडियो रे फुल डिटेल्स जनईदेवी जे आपण मैंने केबे ठार कौन सब डिटेल्स दे परिबे। जो ओजेई बा जेमेन एंट्रेंस देथिले से ओजेई साइड रु एक नोटिस रिलीज करा जे टेंटेटिव शेड्यूल एक्टिविटी बीटेक बी आर्क बी प्लान बीकैट इंटीग्रेटेड एमएससी काउंसलिंग ओजेई जो आपण ओजेई रो काउंसलिंग प्रोसेस रही आपन केवठू स्टार्ट होछि ना 18 जुलाई 18 जून स्टार्ट होछि। आज ठारू आपनकर 18 जून स्टार्ट हो जाउछि। जो माने भी बीटेक बीआरक बी प्लान ए सब एमएससी करिया चाहछन्ती, बीटेक करिया चाहछन्ती, जेई मेन ओजे देथिले से माने देई परिबे। जो माने भी जेई मेन देनाती बीटेक बीटेक करिया चाहछन्ती, बीटेक करिया चाहछन्ती ସେମାନେ କଣ କରିବେ ନା ଏବେ ଯୋଉ ସେକେଣ୍ଡ ସ୍ପେଶାଲ ବାହାରିଛି ସେଟାକୁ ଆପଣ ମାନେ ଚାହିଁଲେ ବି ଏବେ ଆପ୍ଲାଇ ହଉଛି ତାକୁ କରିପାରିବେ। ଯାହାକି ଜୁଲାଇ ମାସରେ ଏବେ ଆପ୍ଲାଇ କଲେ ଜୁଲାଇରେ ଆପଣ ମାନେ ଚାହିଁଲେ ଆଡମିସନ କରିପାରିବେ ସେକେଣ୍ଡ ଫେଜରେ। ଆପଣ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ସାଇଟ୍ କୁ ଯାଆନ୍ତୁ। ଓଜେ ସାଇଟ୍ ଗଲା ପରେ ଆପଣ ସେଠି ନୋଟିସ ଦେଖନ୍ତୁ। ନୋଟିସ ଆପଣ ଡିଟେଲ୍ସ ଦେଇକି ଯେମିତି କେମିତି କଣ ଜାଣିବା ଆପଣ ସରକାରୀ ବା ବେସରକାରୀ କଲେଜ ଯୋଉ ନାଁ ଲେଖିବା ପାଇଁ ବିଟେକ୍ ବି ଆର୍କ ବି ପ୍ଲାନ ବା ବି କ୍ୟାଟ୍ ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମ ନାମ ଲେଖିବା ପାଇଁ ଆସନ୍ତା 18 ତାରିଖ ଠାରୁ ଓଜେ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେଉଛି। ଯେଇ ମେନ୍ ଓ ଓଜେଇ ମାନେ ରାଙ୍କ କାର୍ଡ ଅଛି ସେମାନେ ଏଇ କାଉନସିଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏହା କେତେ ତାରିଖ ନା 18 ତାରିଖରୁ ଆପ୍ଲାଇ 24 ତାରିଖ ଅପରାହ୍ନ 5ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆପ୍ଲାଇ କରିପାରିବେ। 18 ଆପ୍ଲାଏ କରିବେ। ଆଜି ଜୁନ 18 ରୁ ଜୁନ 24 ପର୍ଯ୍ୟନ୍ତ ଆପଣଙ୍କର 5ଟା ମଧ୍ୟରେ ଆପଣ ମାନେ ଚଏସ୍ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ମାନେ କରିପାରିବେ ସେମାନଙ୍କର ଆଲଟମେଣ୍ଟ ମକ୍ ସିଟ୍ ଆଲଟମେଣ୍ଟ କେବେ ହବ ନା ଜୁନ 27 ଆପଣ ଯୋଉ ସିଟ୍ ଆଲଟମେଣ୍ଟ ରହିଛି ଆପଣ ମାନ ଆସିବ। ସିଟ୍ ଆଲଟମେଣ୍ଟ ଆସିଲା ପରେ 28 ତାରିଖ ପୂର୍ବାହ୍ନ 11ଟା ରୁ 29 ରୁ 29 ତାରିଖ ଅପରାହ୍ନ 4ଟା ମଧ୍ୟରେ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରିପାରିବେ। ଯୋଉମାନେ ବି 18 ରୁ 24 ମଧ୍ୟରେ ସେମାନେ କାଉନସିଲିଂ କରିଥିବେ ସେମାନେ 27 ତାରିଖ ଆପଣ ଯୋଉ ଆସିବ ଚଏସ୍ ଫିଲିଂ କରିଥିବେ ସେମାନେ ଚଏସ୍ ଫିଲିଂ କଲା ପରେ 28 ତାରିଖ ପୂର୍ବାହ୍ନରେ ଆପଣଙ୍କୁ ସେ ଯୋଉ ଆପଣଙ୍କର ଚଏସ୍ ଲକିଂ କରିପାରିବେ। 29 ରୁ 28 29 ଆପଣ ଯୋଉ କରିପାରିବେ। 30 ଜୁଲାଇ ରେ ଆପଣଙ୍କର ଡକୁମେଣ୍ଟ ଯୋଉ ଯାଞ୍ଚ ହେବ, ସିଟ୍ ଆଲଟମେଣ୍ଟ ହବ। ଜୁଲାଇ 2 ରେ ପ୍ରଥମ ରାଉଣ୍ଡ ଆଲଟମେଣ୍ଟ କରାଯିବ। ଯୋଉ ଜୁଲାଇ 2 ରେ ଆପଣ ଯୋଉ ଫାଷ୍ଟ ରହିଛି ଆଲଟମେଣ୍ଟ ସିଟ୍ କରିପାରିବେ। ଜୁଲାଇ 7 ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ ରିପୋର୍ଟିଂ କରିବେ। ଯୋଉମାନେ ରହିଥିଲେ ଯେଉଁମାନେ ଆପ୍ଲାଏ କରିଥିବେ 7 ତାରିଖ ମଧ୍ୟ ସେମାନେ ଫାଷ୍ଟ ରିପୋର୍ଟିଂ ରହିଛି। ଜୁଲାଇ 15 ରେ ସେମିତି ଆପଣ ରହିଛି ସେକେଣ୍ଡ ରାଉଣ୍ଡ ଆଲଟମେଣ୍ଟ ହବ ଏବଂ 19 ତାରିଖ ମଧ୍ୟ ପ୍ରାର୍ଥୀମାନେ ଅନଲାଇନ ରିପୋର୍ଟିଂ କରିବେ। କେତେ ତାରିଖ ନା 19 ତାରିଖ 15 ରେ ଆପଣ ସରିଲା ପରେ 19 ତାରିଖ ଆପଣ ମାନେ ସାଇଟ୍ ରେ ଯାଇକି ଆଲଟମେଣ୍ଟ କରିପାରିବେ। ସେଠି ଚାଲନ୍ତୁ ଆପଣ ଦେଖନ୍ତୁ ସେଠି ଟେଣ୍ଟାଟିଭ ସ୍କେଡ୍ୟୁଲ ରେ ଦେଖାଉଛି ଆପଣଙ୍କୁ 18 ଜୁନ ବିଟେକ୍ ବିଆର୍କ ସବୁ ଡିଟେଲ ଦେଖାଉଛି। 27 ଜୁନ ସଟରଡେ ଆପଣ ରହୁଛି 5ଟା PM। ତାପରେ 28 ଜୁନ ରେ ଯୋଉ ଆପଣ ଚଏସ୍ ଲକିଂ ଆପଣ ଖୋଲିଯିବ, ଚଏସ୍ ଲକିଂ କରିପାରିବେ। 29 ଜୁନ ଏଣ୍ଡ ଅଫ ଚଏସ୍ ଲକିଂ ରହୁଛି। 28 ଆପଣ 28 ଯୋଉ ଚଏସ୍ ଲକିଂ ଖୋଲୁଛି ତା 29 ରେ କ୍ଲୋଜ ହେଉଛି। ଆପଣ 30 ଜୁନ ଆପଣ ଯୋଉ ରହିଛି ଭେରିଫିକେସନ ଭ୍ୟାଲିଡେସନ ଆଲୋକେଟ ସେଟ୍ ଯୋଉ ହେଇଥିବ। 2 ମେ ରେ ଆପଣଙ୍କର ଆଲଟମେଣ୍ଟ ରାଉଣ୍ଡ 1 ରେ ପ୍ରଥମ ଯୋଉ ରହିଛି ଆପଣଙ୍କର ଜୁଲାଇ 2 ରେ ରାଉଣ୍ଡ ଆଲଟମେଣ୍ଟ କରାଯିବ। ଆଲଟମେଣ୍ଟ କରିବେ ଜୁଲାଇ 2 ରେ ଏବଂ ଜୁଲାଇ 7 ମଧ୍ୟରେ ଆପଣ ରିପୋର୍ଟିଂ କରିବେ ଅନଲାଇନ ମାଧ୍ୟମରେ। ଯୋଉମାନେ ଚାହିଁବେ ରିପୋର୍ଟିଂ କରିପାରିବେ। ଜୁଲାଇ 3 ରୁ 11 ମଧ୍ୟରେ ଆପଣଙ୍କର କଣ ରହିବ ନା ଏଇ ଯୋଉ ଫାର୍ଷ୍ଟ ରାଉଣ୍ଡ ନାମ ଲେଖା ଆପଣ ଯୋଉ ଆଡମିସନ ରହିଛି 3 ରୁ 11 ମଧ୍ୟରେ ଆପଣ କଣ କରିବେ ନାମ ଲେଖା ଅଫିସରୁ ଓହରି ଯାଇପାରିବେ। 3 ରୁ 7 ମଧ୍ୟରେ ଅନଲାଇନ ରିପୋର୍ଟିଂ କରିବେ। 3 ରୁ 11 ମଧ୍ୟରେ ଏଇ ଯୋଉ ପ୍ରାର୍ଥୀ ନାମ ଲେଖା ପ୍ରକ୍ରିୟା ଓହରି ଯାଇପାରିବେ। ଜୁଲାଇ 15 ଆପଣ ଯୋଉମାନେ ଫାର୍ଷ୍ଟ ରାଉଣ୍ଡ କରିବେ ସେକେଣ୍ଡ ରାଉଣ୍ଡ ଯୋଉମାନଙ୍କ ପ୍ରାର୍ଥୀମାନଙ୍କ ପାଇଁ ରହିଛି ଜୁଲାଇ 15 ରେ ଦ୍ୱିତୀୟ ରାଉଣ୍ଡର ସିଟ୍ ଆଲଟମେଣ୍ଟ ହବ ଏବଂ 19 ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ ରିପୋର୍ଟିଂ କରିପାରିବେ। ଯୋଉ ପିଲାମାନେ ବି ଆପଣଙ୍କର ଓଜେଇ ବା ଯେଇ ମେନ୍ ଦେଇଥିଲେ ସେମାନେ ତାର ଆଜିଠାରୁ ଯୋଉ ଆପଣ କାଉନସିଲିଂ ପ୍ରୋସେସ ଷ୍ଟାର୍ଟ ହେବ ଆପଣ ମାନେ ଚାହିଁଲେ ତା ଦେହରେ ଆପଣ ମାନେ କାଉନସିଲିଂ କରିପାରିବେ। ଯେମିତି ଆପଣ ଦେଖନ୍ତୁ 18 ଦଉଛି 5ଟା PM ରୁ 18 ତାରିଖ 5ଟା ସନ୍ଧ୍ୟା 5ଟାରେ ଆପଣଙ୍କ ସେ ଯୋଉ ବିଟେକ୍ ବି ଆର୍କ ବି ପ୍ଲାନ ଏଲଏଲ ବିକ୍ୟାଟ ଏ ସବୁ ଏମଏସ୍ ପ୍ରୋଗ୍ରାମ ଓଜେଇ ଯୋଉ ଷ୍ଟାର୍ଟ ହଉଛି 27 ଜୁନ 18 ରୁ 24 ରହିଛି।
और 24 तारीख मध्य आपण मैंने चॉइस फिलिंग आप चॉइस फिलिंग रही आसला करेंगे आम से रही ये अपडेट न्यू न्यू अपडेट जानापी चैनल सब्सक्राइब नियंतु जहाँ भी अपडेट आसे चैनल माध्यम जनईदेवी।